ମନଚର୍ମୀ ହେଉଛି ରଜ। ରଜ ହେଉଛି ସବୁଠାରୁ ଓଡ଼ିଶାର ବଡ଼ ଫେଷ୍ଟିଭାଲ। ସେଥିପାଇଁ ମୁଁ ଟିକେ ସକାଳୁ ଉଠିକି ହଳଦୀ ଲଗେଇକି ଗାଧେଇ ପଡ଼ିଲି। ତାପରେ ମୁଁ ଟିକେ ଠାକୁରଙ୍କୁ ନମ କରିଦେଲି। ତାପରେ ମୁଁ ଚାଲିଲି ସଜବାଜ ହବା ପାଇଁ। ଫାଷ୍ଟ ମୁଁ ଟିକେ ହାତରେ ମେହେନ୍ଦି ଲଗେଇଦେଲି, ଟିକେ ଅଳତା ଲଗେଇଦେଲି। ଅଳତା ହେଉଛି ମୋର ବହୁତ ଫେଭରାଇଟ୍। ସଜବାଜ ହବା ପାଇଁ ବହୁତ ଭଲ ଲାଗେ। ମୁଁ ଟିକେ କୁଙ୍କୁମ ଲଗେଇଦେଲି। ତାପରେ ମୁଁ ଗୋଟେ ନେକଲେସ ପିନ୍ଧିଦେଲି। ବହୁତ ସୁନ୍ଦର ହେଇଛି ନା। ତାପରେ ମୁଁ ଗୋଟେ କ୍ଲିପ ଲଗେଇଦେଲି। ମୁଁ ପୁରା ରେଡି ହେଇଗଲି। କେମିତି ଦେଖା ହଉଛି? ତାପରେ ମୁଁ ଟିକେ ପୋଡପିଠା ଖାଇଦେଲି। ତାବେଳେ ମୁଁ ଟିକେ ବୁଲିବାକୁ ଗଲି। ମୁଁ ଟିକେ ରଜ ଦୋଳି ଖେଳତେ ହଉଛି ଆଉ। ତାପରେ ମୁଁ ଟିକେ କାରରେ ବସିଲି। ମୁଁ ଟିକେ ଜମ୍ ଖେଳିଲି। ମତେ ବହୁତ ମଜା ଲାଗିଲା। ଆମ ଘର ପାଖରେ ଗୋଟେ ମେଳା ହଉଛି ତ, ସେଇଠିକି ଯାଇଥିଲି ମୁଁ ଗୋଟେ ବୁଲିବା ପାଇଁ। ମୁଁ ଟିକେ ଟ୍ରେନରେ ବସିଲି। ବହୁତ ମଜା ଲାଗୁଛି। ତାପରେ ମୁଁ ଟିକେ ଆଇସ୍କ୍ରିମ ଖାଇକି ଘରକୁ ପଳେଇ ଆସିଲି। ପଳେଇ ରଜ କେମିତି ପାଳିଲେ?